দেখেন অনুবাদক বললেন ইল্লাহি আবিয়ার জীবন আজন আমরা এরু মন পরিবর্তনের উপযুক্ত ফল উৎপন্ন কর। আমি মন পরিবর্তন করিবা পুଣି ফলକୁ উৎপন্ন କରିବା। যদি ଆମେ ମନ ପରିବର୍ତ୍ତନ କରିବା ଯଦି ଫଳ ନାହିଁ ତାହେଲେ ମୁଁ ଗତକାଲି କହିଥିଲି ଦିଟା ବୃକ୍ଷ ଯେତେବେଳେ ରୋପିତ ହବ ଗୋଟେ ବୃକ୍ଷ ଉତ୍ତମ ଫଳ ଫଳିଥିବ ଆଉ ଗୋଟେ ବୃକ୍ଷ ଯେତେବେଳେ ଫଳ ନଥିବ ସେ ବୃକ୍ଷ କଣ କରାଯିବ? କଣ କରାଯିବ? କଟାଯିବ। ହାଲେଲୁୟା। ସେ ଯେଉଁ ଯୁବକମାନେ ଯେଉଁ ଯୁବତୀମାନେ ଆଉ ମଦ ପିଅନ୍ତି ନାହିଁ ସେମାନେ ଉତ୍ତମ ଯୁବକ ବୋଲି କୁହାଯାଏ। ଯେଉଁ ଯୁବକମାନେ ମଦ ପିଅନ୍ତି ସେମାନେ ଉତ୍ତମ କି ନାହିଁ? କାହିଁକି? ମଦ ପିଇଲେ କାହିଁକି ଉତ୍ତମ ନୁହଁ? ଆପଣ ନ କହିବା କଥା କହିପାରିବେ, ଆପଣ ନ ଶୁଣିବା ଭାଷା ବାହାରି ପାରିବ। ହେଲେ ମୋର କଣ ହବ? ଆମେ ମରିବା ବାଧ୍ୟ। ସେଟା କି ନାଇଁ? କିନ୍ତୁ ଦର ବନ୍ଧନ ଦେଖନ୍ତୁ, ଦର କଣ ହବ? ଦରିଦ୍ର ହବ। ସେଟା କି ନାଇଁ? ଦରେ ମରିବ, ଦର ଦରିଦ୍ର ହବ। ଯେତେ ମଧୁମାନଙ୍କୁ ଗ୍ରହ ଦେଖନ୍ତୁ ବନ୍ଧନ, ସେମାନେ ସବୁ ବିକିବେ, ସବୁ ପିଇବେ, କିନ୍ତୁ ତାହାର ସ୍ତ୍ରୀ ମଧ୍ୟ ବନ୍ଧା କରିବେ, ତାହାର ସୀମା ମଧ୍ୟ ବନ୍ଧା କରିବେ। ଆଉ ସେମାନେ ମଦ ପିଇବା ପାଇଁ ତ ବନ୍ଧା। କେତେକ ଜାଗାରେ ଏମିତି ହିଁ ସୁନା ବୁଡି ଯାଇଛି। ଆପଣ 3,000 ବନ୍ଧା କରନ୍ତୁ, ଆପଣ 4,000 ବନ୍ଧାକୁ ପକନ୍ତୁ, କିନ୍ତୁ ସେ ଜାଗାରେ ଆପଣ ଯଦି ନେଟେଇ ପାରିବେ ନାହିଁ ତାହେଲେ ନଷ୍ଟ ହେଇଗଲା। କିନ୍ତୁ ଗତକାଲି କହୁଥିଲେ ଆମ ପାଳକ ମହାଶୟ, ଆଜ୍ଞା ଆପଣ 12 ଓଡ଼ିଆ କହିବେ କିନ୍ତୁ ଟଙ୍କା ଟିକେ ଚିଲ୍ଡରେ ଆପଣ ସବୁରା କହିବେ, କିନ୍ତୁ ଟୋଟାଲି ମୁଁ ଆପଣମାନଙ୍କୁ ସବୁରା କହିନଥିଲି। ମୁଁ କହିଲି ସେତେବେଳେ କଣ? ମୋର ମରିବ, ଦରେ ଦରିଦ୍ର ହବ। କାହିଁକି କୁହାଯିବ? ଜଣେ ବ୍ୟକ୍ତି ଯେତେବେଳେ ମନ ପରିବର୍ତ୍ତନ କରିବ ତାଠାରୁ ମଦ ଛାଡ଼ିବାକୁ ହବ। ପ୍ରିୟ ବନ୍ଧୁଗଣ, ଯେଉଁ ବ୍ୟକ୍ତି ମଦ ପିଇବ ତାହାଙ୍କର ସ୍ତ୍ରୀଙ୍କ ଠାରୁ, ତାହାଙ୍କର ଝିଅମାନଙ୍କ ଠାରୁ, ତାହାଙ୍କର ପୁଅମାନଙ୍କ ଠାରୁ ନିଜର ଗ୍ରହ ପର୍ଯ୍ୟନ୍ତ ସମ୍ପତ୍ତି ସବୁ ଉଡ଼ିଯିବ। ଆଉ ଘର ନଥିବ, ସେମାନଙ୍କର ଛିଣ୍ଡା ବସ୍ତ୍ର ପିନ୍ଧିଲେ ବି ହୁଏ, ଆଉ କିଛି ନଥିବ। ପ୍ରିୟ ବନ୍ଧୁଗଣ, ଥିବ କି ନାହିଁ? ଗୋଟେ ଗୀତ ଅଛି ଯେ ବାଘ ନମ୍ବର ମନା ରଖିଲେ 2 ନମ୍ବର ଆକାଶ ଦଜିରେ ତୋର ତାକେ ବାପ ଗଳା ବସିଛି, ତଥାପି ଆମେ ଗାଇବା। ଗାଇ ଯା ରେ କହି ଯା ରେ, ସାନ ବଡ଼ ସମସ୍ତଙ୍କୁ କହି ଯା ରେ, ଗାଇ ଯା ରେ କହି ଯା ରେ, ସାନ ବଡ଼ ସମସ୍ତଙ୍କୁ କହି ଯା ରେ। ଯୀଶୁ ଯୀଶୁ ବୋଲି ଡାକ ଛାଡୁଥିବ, ଯୀଶୁଙ୍କର ଭୟ ଅନ୍ତର ନଥିବ। ଯୀଶୁ ଯୀଶୁ ବୋଲି ଡାକ ଛାଡୁଥିବ, ଯୀଶୁଙ୍କର ଭୟ ଅନ୍ତର ନଥିବ। ଗିର୍ଜା ଗଲେ କି ହେବ, ଦାନ ଦେଲେ କି ହେବ, ଗିର୍ଜା ଗଲେ କି ହେବ, ଦାନ ଦେଲେ କି ହେବ, ଅନ୍ତରରେ ଦେଖିଦେଲେ ସୟତାନ ଥିବ। ଗାଇ ଯା ରେ କହି ଯା ରେ, ସାନ ବଡ଼ ସମସ୍ତଙ୍କୁ କହି ଯା ରେ, ଗାଇ ଯା ରେ କହି ଯା ରେ, ସାନ ବଡ଼ ସମସ୍ତଙ୍କୁ କହି ଯା ରେ। ଦେଖନ୍ତୁ, ଆମେ ଗିର୍ଜାକୁ ଯିବା, ବାହାରିଲା ପରେ ଗଣ୍ଡଗୋଳ ହେବା। କିଏ ଥିଲା? ଶୈତାନ ଥିଲା। ଆମେ ଗିର୍ଜା ବସିବା, ତାହା ଭିତରୁ ସମସ୍ତ ଶିକ୍ଷା ଆମେ ଶୁଣିବା, ମାତ୍ର ବାହାରିଲା ପରେ ଆଉ ଯେଉଁମାନେ ଚାଲିପାରୁନଥିବେ ବାଡ଼ି ଧରି ସେମାନେ ଟୁକ୍ ଟୁକ୍ ହେଇକି ମଦ ଗଛକୁ ଯିବେ, ସେମାନେ କଣ କରିବେ? ମଦ ପିବେ। ତା ଭିତରେ କାହାର ହେଲା? ଶୈତାନ ହେଲା। ଆଉ ଗୋଟେ ନମ୍ବର ଗୀତ ଗାଇବା। ଖୋଲି କରି ଓଠ ବାଟକୁ ଚିରି, ଗେଞ୍ଜି ହୋଇଥିବ ସ୍ୱର୍ଗ ବାଟେ ମୁହଁ କରି। ଖୋଲି କରି ଓଠ ବାଟକୁ ଚିରି, ଗେଞ୍ଜି ହୋଇଥିବ ସ୍ୱର୍ଗ ବାଟେ ମୁହଁ କରି।
ପାନ ଦେଇ ଝୋଟା ଶୟତାନର ସହିତା ପାନ ଦେଇ ଝୋଟା ଶୟତାନର ସହିତା ଶରୀରକୁ କରି ଯାଉଥିବ ବୋଟେ ବୋଟେ ଗାଇ ଯାବେ କହି ଯାବେ ସାନ ବଡ଼ ସମସ୍ତଙ୍କୁ କହି ଯାବେ ଗାଇ ଯାବେ କହି ଯାବେ ସାନ ବଡ଼ ସମସ୍ତଙ୍କୁ କହି ଯାବେ ଆମେ ଯେତେବେଳେ ଯିବା ଗିର୍ଜାକୁ କିନ୍ତୁ ଖଇନି ନିଜ କରିବା ଯୋଉଟାକି ହାତରେ ଆରତି କରିକିରି ଟିକେ ଫୁଙ୍କି ଦେଲେ କୋଉଟା ଫୁଙ୍କିଲେ କୋଉଟା ଉଡ଼ିବ କୋଉଟା ସୁନ୍ଦର ଥିବ ସେ ଭିତରେ ଆସିକେ ତାପରେ ଭିତରେ ପକେଇଲା ପରେ ଚାଲିଥିବ ତାଙ୍କେ ଖାଇବେ ପାଟି ମୁଧାଇକିରି ଚାଲୁଥିବେ ଆଉ କଥା କହିଲେ ଜଣେ ବିରକ୍ତି ସେମିତି ହେଇଗଲା ଆମେ କଥା କହିଲା ବେଳକୁ ଭଲ ତ ଆଜ୍ଞା ବାପା ମାନେ ଭଲ ଅଛନ୍ତି ଯେହେତୁ ପାଟି ଖୋଲିବା ପାଇଁ ତାହାର ହଉନି ତା ଭିତରେ କିଏ ଥିଲା ଶୟତାନର ଖାଦ୍ୟ ଥିଲା ତେଣୁକରି ସେ କହିବା ପାଇଁ ଅକ୍ଷମା ଗୋଟେ ଗୀତ ଅଛି ଚିହ୍ନ ଭଳି ନାଟ ସବୁ ବାନ୍ଧି ମାଟ ସ୍ୱର୍ଗକୁ ଯିବା ପାଇଁ ଖୋଜୁଥିବ ବାଟ ଚିହ୍ନ ଭଳି ନାଟ ସବୁ ବାନ୍ଧି ମାଟ ସ୍ୱର୍ଗକୁ ଯିବା ପାଇଁ ଖୋଜୁଥିବ ବାଟ ଏହି ସବୁ ଥାଇ ଶୁଣ ବନ୍ଧୁ ଭାଇ ଏହି ସବୁ ଥାଇ ଶୁଣ ବନ୍ଧୁ ଭାଇ ସ୍ୱର୍ଗର ବାଟ ତୁମେ ଯାଇପାରିବ ନାହିଁ ଏହି ସବୁ ଥାଇ ଶୁଣ ବନ୍ଧୁ ଭାଇ ସ୍ୱର୍ଗର ବାଟ ତୁମେ ଯାଇପାରିବ ନାହିଁ ଗାଇ ଯାରେ କହି ଯାରେ ସାନ ବଡ଼ ସମସ୍ତଙ୍କୁ କହି ଯାରେ ଗାଇ ଯାରେ କହି ଯାରେ ସାନ ବଡ଼ ସମସ୍ତଙ୍କୁ କହି ଯାରେ ଏ ଗୀତ ଅନୁସାରେ ଯେବେ ଚାଲିବା ଯଦି ଆମେ ଗୀତ ଅନୁସାରେ ଯଦି ଆମେ ମନ ପରିବର୍ତ୍ତନ କରିବା ତାହେଲେ ଆମ ମନରେ କେତେ ସୁନ୍ଦର ହେଇଥାନ୍ତା